ଯଦି କେହି ତୁମ ଉପରେ ବାରମ୍ବାର ଚିଲ୍ଲାନ୍ତି, ପାଟି କରନ୍ତି, କ୍ରୋଧିତ ହୁଅନ୍ତି କିମ୍ବା ତୁମ ସହିତ ଭଲ ବ୍ୟବହାର କରନ୍ତି ନାହିଁ, ତେବେ ସେମାନେ ଯାହା ସବୁ କହୁଛନ୍ତି, ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି, ସେହି ଶବ୍ଦଠୁ ଅଧିକ ଉପରକୁ ଯାଇ ସେମାନଙ୍କ ଭିତରେ ସେମାନଙ୍କ ମନକୁ ବୁଝିବାକୁ ଚେଷ୍ଟା କର। ଏହା ଜାଣିବାକୁ ଚେଷ୍ଟା କର କି ସେମାନେ କାହିଁକି ଏହିପରି ବ୍ୟବହାର କରୁଛନ୍ତି। ତେବେ ତୁମେ ବୁଝିପାରିବ ଯେ ସେମାନେ ନିଜ ଭିତରେ ବହୁତ ଦୁଃଖୀ ଅଛନ୍ତି, ଅସନ୍ତୁଷ୍ଟ ଅଛନ୍ତି। ଜୀବନରେ ଅନେକ ଅସୁବିଧାରେ ଅଛନ୍ତି। ସେଥିପାଇଁ ନିଜର ରାଗକୁ ତୁମ ଉପରେ ପ୍ରକାଶ କରୁଛନ୍ତି, କ୍ରୋଧିତ ହେଉଛନ୍ତି। ତେଣୁ ତୁମେ କେବଳ ଶାନ୍ତ ରୁହ। ଏହି ସମୟରେ ସେହି ଲୋକମାନଙ୍କୁ ତୁମର ସାହାଯ୍ୟ ଦରକାର ଅଟେ। ସେଥିପାଇଁ ସେମାନଙ୍କ ପାଇଁ କେବଳ ପ୍ରାର୍ଥନା କର। ସେମାନଙ୍କୁ ହୃଦୟରୁ କ୍ଷମା କର। ତୁମକୁ ବହୁତ ଆଶୀର୍ବାଦ ମିଳିବ। ହଁ, ମୋ ଆଶୀର୍ବାଦରୁ ତୁମକୁ ଏବେ ପ୍ରସିଦ୍ଧି ମିଳିବ। ତୁମେ ବହୁତ ଖ୍ୟାତି ଅର୍ଜନ କରିବ। ବିଗିଡ଼ି ଯାଉଥିବା କାମ ମଧ୍ୟ ହୋଇଯିବ। ବ୍ୟସ୍ତ ହୁଅ ନାହିଁ କି ଚିନ୍ତା କର ନାହିଁ। ମୋର କିଛି ପିଲାଙ୍କୁ ଆଗକୁ ବହୁତ ପଢ଼ିବାକୁ ଇଚ୍ଛା ଅଛି। ତେଣୁ ମୁଁ ନିଶ୍ଚିତ ଭାବରେ ତାହା ପୂରଣ କରିବି। ତୁମର ଏତିକି କାମ, ତୁମେ ଖୁବ୍ ମନ ଲଗେଇ ପଢ଼ିବ। ଆଉ ଗୋଟେ କଥା ଜାଣିନିଅ, ତୁମର ଶିକ୍ଷା ହେତୁ ତୁମେ ଅନେକ ଲୋକଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ମଧ୍ୟ ଦେବ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।